ପଖାଳ ଦିବସରେ ମାନେ ମାର୍ଚ୍ଚ 20 ତାରିଖରେ ଆମ ଘରେ ମୁଁ ପଖାଳ କରିନଥିଲି କାହିଁକିନା କେହି ତ ରହିବେନି। ମୁଁ ଏକାଟିଆ କ'ଣ ଆଉ ଏକାଟିଆ ପଖାଳ ଖାଇବାରେ କ'ଣ ଆଉ ମଜା। ତ ସେଦିନ କେହି ନଥିଲେ, କିନ୍ତୁ ଆମର କଥା ହେଲା ଯେ ଆମେ ସେଦିନ କରିବାନି, ଯେଉଁଦିନ ଛୁଟି ହେବ ଆମେ ସେଇଦିନ ପଖାଳ ଦିବସ ମନେଇବା। ତ ସବୁବେଳେ ତ ଏମିତି ମଝିରେ ମଝିରେ ପଖାଳ ଖିଆ ହେଉଛି, କିନ୍ତୁ ଯାହାହେଲେ ଆମର ପଖାଳ ଦିବସ, ଆମ ବିଶ୍ୱ ପ୍ରସିଦ୍ଧ ପଖାଳ ଦିବସ, ସେଥିପାଇଁକା ଯାହାହେଲେ ଗୋଟେ ସେଲିବ୍ରେଟ୍ କରିବା ନା। ଆଉ ସେଥିପାଇଁକା ମୁଁ ଏଇ ଛୁଟି ଥିଲା, ବର୍ଷାର ଛୁଟି, ଦାଦାଙ୍କର ତା'ର ଛୁଟି ନଥିଲା, କିନ୍ତୁ ବର୍ଷାର ଛୁଟି ମାନେ ଆମେ ସାନ ବୁଝିଆରି ମିଶିମାଶି ସବୁ ଆଇଟମ୍ ବନେଇବୁ ଆଉ ପଖାଳ ଖାଇବୁ। ୟାଠୁ ମଜା ଆଉ ଆମ ପାଇଁ କିଛି ନାହିଁ। ତ ଏଇଠି କଖାରୁ ଫୁଲର ଡେମ୍ଫ ଆଗ ଭାଜି ନେଇଯାଉଛି। ଯେଉଁ ଡେମ୍ଫ ଗୁଡ଼ା ନା, ସେଇଟା ମୋ ସ୍ୱାମୀଙ୍କର ଭାରି ପ୍ରିୟ। ସେ କେବେ ଜମା ଫୋପାଡ଼ିବୁନୁ, ସେଇଟା ମୋର ଭାଜିବୁ। ତ ସେଇଟାକୁ ଚୁନ ଚୁନ କାଟିକିରି ଭେଣ୍ଡି ବାଇଗଣ ଦେଇକିରି ତାକୁ ଭାଜି ନେଇଗଲି। ଟିକେ ଜହ୍ନି ପଡ଼ିଲେ ବି ଭଲ ଲାଗେ, କିନ୍ତୁ ଜହ୍ନି ନଥିଲା ଘରେ। ସେଇଟାକୁ ଭାଜି ନେଇଗଲି। ପ୍ରଥମେ କଖାରୁ ଫୁଲ କିଛି ନେଲି, ଆଉ କଖାରୁ ଫୁଲର ଯେଉଁ ଡେମ୍ଫଟା ସେଇଟା ପକେଇକି ଭାଜିଲି। ତାପରେ ଶାଗ ଭଜା ବସେଇଦେଲି। ପଖାଳ ଭାତ ତ ଆମର ଶାଗ ଭଜା ନହେଲେ ହେବନି ଆଉ। ତାପରେ ଆମର ପଣସ ପିଠଉ ଭାଜିଲି। ଟିକେ ପଣସ ଥିଲା, ଯେଉଁ ତରକାରୀ କରିଥିଲି ତା'ର ଟିକେ ପଣସ ଥିଲା, ଆଉ ଟିକେ ସେଇଟା ପଣସ ପିଠଉ ଭାଜିଲି। ତାପରେ ଏଠି ମୁଁ ଛତୁ ପତ୍ର ପୋଡ଼ା କରିବି। ଏଇଟା ହେଉଛି ବର୍ଷାର ମାନେ ଫରମାଇଶ, ସାନବୁ ଆମେ ଛତୁ ପତ୍ର ପୋଡ଼ା ଖାଇବା। ତ ଛତୁ ପତ୍ର ପୋଡ଼ାଟା ବି କଲି। ଏଇଠି କଦଳୀ ପତ୍ରଟା ମାନେ ଗରମ ଯେଉଁ ସେକ ଦେଇଛି ଫାଟିବନି ବୋଲିକା। ତ ଅଲମୋଷ୍ଟ ଏଠି ଆଇଟମ୍ ସରିବା ଉପରେ। ଏଇଠି ରହିଲା କଖାରୁ ଫୁଲ ପିଠଉ। ଏଇଟା ହେଉଛି ଝିଅର ମୋର ଫେଭରେଟ୍ ଭାରି। କଖାରୁ ଫୁଲ ତା'ର ଭାରି ଫେଭରେଟ୍। ଆଉ ଏଠି ଦେଖନ୍ତୁ କିଏ ଆସିଗଲେ, ଆଉ କିଏ ଖାଆନ୍ତୁ ଦେଖନ୍ତୁ, ଇଏ ହେଲେ ଆମର ବଡ଼ ଖାଇଲା ବାଲା। ଇଏ ଆସିଗଲା ଆମର ପଣସ ପିଠଉ ଧରିକିରି, ଗାଡ଼ି ଧରିକିରି ବୁଲୁଛି। ତା ଦିଦିର ତା ଦିଦି ସେପଟରେ ପଢ଼ୁଛି, ତାକୁ ନେଇକିରି ଗାଡ଼ିରେ ବସି ଗୋଟେ ଦେବ, ଇଏ ଗୋଟେ ଖାଇବ। ତ ଏମିତି ପରେ ମୋର କଖାରୁ ଫୁଲ ପିଠଉ ଏଇଟା ରଖିଦେଲି ଲାଷ୍ଟକୁ। ପୋଡ଼ାପୋଡ଼ି ତ ବାଇଗଣ ଟମାଟୋ ପୋଡ଼ାପୋଡ଼ି ସେଇଟା ବି ନହେଲେ ହେବନି। ବଡ଼ି ଚୁରା, ଏ ବଡ଼ି ମୋ ମାଉସୀ ଦେଇଥିଲା, ମୋ ଗାଁ ମାଉସୀ ଜୟନ୍ତୀ ମାଉସୀ। ଯାହା ହଉ ସିଏ ବଡ଼ି ଦେଲା। ସେ ବଡ଼ି ବଢ଼ିଆ ଟେଷ୍ଟି ବଡ଼ି, ପୁରା ସୁଆଦିଆ ବଡ଼ି। ଆଳୁ ଚକଟା ଆଉ ଶାଗ ଭଜା, ଏମିତି ସବୁ ଅଲମୋଷ୍ଟ ଆଇଟମ୍ ରେଡ଼ି। ଆଉ ମୋ ହଜବେଣ୍ଡ ତ ଖାଇବେନି ମାନେ ପଖାଳ, ତାଙ୍କୁ ପଖାଳ ଏତେ ପସନ୍ଦ ନୁହେଁ। ତାଙ୍କ ପାଇଁ ସେଇଟା ଡାଲମା ବନେଇଥିଲି, ଗରମ ଭାତ ଆଉ ଡାଲମା, ବାକି ଆଇଟମ୍ ଆଉ। ତ ଏଇଠି ପ୍ରଥମେ ପୁଅକୁ ବଢ଼ା ହେଲା, କାହିଁକିନା ସିଏ ସବୁବେଳେ କହୁଛି ମୁଁ ଭାତରେ ଯେଉଁ ପାଣି ପଶୁଛି, ସିଏ ସବୁବେଳେ ଆମେ ଖାଇଲା ବେଳେ କହିବ ମୁଁ ହାତ ପୁରେଇବି ହାତ ପୁରେଇବି। ତ ମୁଁ କହିଲି ତାକୁ ଆଜି ଆଗ ବାଢ଼ିବି, ସିଏ ହାତ ପୁରେଇ ମନ ଭରି ଖାଇବ, ତାପରେ ଯାଇକିନା ଆମେମାନେ ଖାଇବା। ତ ତାକୁ ଏମିତି ଟିକେ ଟିକେ କରିକି ସବୁ ଦେଇଛି। ତାକୁ ଦେଖନ୍ତୁ, ଏନ୍ଜୟ କରନ୍ତୁ। କହିଲା ମୋତେ ଆଉ ଦିଅ କ୍ଷୀର, ଦହିକୁ କ୍ଷୀର କହୁଛି। ତ ତାକୁ ଟିକେ ଦହି ଦିଆହେଲା। ଏଇଠି ଦେଖନ୍ତୁ ସେ କେମିତି ଏନ୍ଜୟ କରୁଛି। ତ ଇଏ ରହିଲା ମୋର ପଖାଳ ପସରା। ପଖାଳ ଦିବସରେ କରିନଥିଲି, କିନ୍ତୁ ପରେ କରିକିରି ଆମେ ଏନ୍ଜୟ କଲୁ ଆଉ। ଆମେ ଆମ ହିସାବରେ ଯେମିତି ଏନ୍ଜୟ କରିବୁ ସେଇ ହିସାବରେ କରିଥିଲି। ରହିଲି ସାଙ୍ଗମାନେ, ଜୟ ଜଗନ୍ନାଥ।